ବଜାରରୁ ଆମେ କୌଣସି ଖାଦ୍ୟ ଯେଉଁ କିଣୁଛେ ତାହା ଅତି ଖରାପଯୁକ୍ତ ଏବଂ ତେଲଯୁକ୍ତ ହୋଇଥାଏ। ତେଣୁ ସେ ତେଲଯୁକ୍ତ ଖାଦ୍ୟ ନ ଖାଇ ଆମେ କେବଳ ଭାଜି କରି ଖାଇବା ଆଉ ସୁସ୍ଥ ଶରୀର ହେବା, ସେ ପାଇଁ ଗୋଟେ ମୁଁ ଚେଷ୍ଟା କରିଥିଲି। ତେଣୁ ଏଇ ଯେଉଁ ମୁଗ ଆମେ କ'ଣ କରିବା, ତାକୁ ଭାଜିକିରି ଯେଉଁ ଖାଇବା, ସେ ତେଲଯୁକ୍ତ ଖାଦ୍ୟ ଅପେକ୍ଷା ଏହା ଅତ୍ୟନ୍ତ ଭଲ ଏବଂ ସୁସ୍ଥକାରକ ଅଟେ। ବଜାରରେ ଆମେ ମୁଗ ଏପରି ଆମେ ଆଣିବା, କିଣି ଆଣିବା 250 ଗ୍ରାମ ମୁଗ ଆଣିବା, ତାକୁ ଆମେ ଖୋଲିବା, ଗୋଟେ ପାତ୍ରରେ ଆମେ ତାକୁ ଢାଳିବା। ମୁଁ କେମିତି ଢାଳୁଛି ଦେଖ। ସେଥିରେ କୌଣସି ଗୁଡ଼ି କିମ୍ବା କୌଣସି ପୋକ କିମ୍ବା କୌଣସି କାଠି ଥିବ ତାକୁ ଟିକେ ଦେଖି ନେବା ଟିକେ ଭଲରେ ଟିକେ। ପ୍ରଥମେ ଦେଖିବା, ପରିଷ୍କାର କରି ଦେଖିବା କୌଣସି ଅଛି ଏଥିରେ କିଛି ନାହିଁ ଏଥିରେ। ତାପରେ କଡ଼େଇଟା ଆଣିବା, କଡ଼େଇ ତାକୁ ଢାଳିବା, ଏବଂ ଆମେ ତାକୁ ଗ୍ୟାସ୍ ଚୁଲାକୁ ନେବା। ଗ୍ୟାସ୍ ଚୁଲା ଧିମା ଅଂଶରେ ତାକୁ ଭାଜିବା। ଦେଖନ୍ତୁ ମୁଁ ଭାଜୁଛି କେମିତି। ଏବଂ ସେ ଭଜା ଏପରି ହେବ ଯେ ତାହା ଟିକେ ରଙ୍ଗ କଲର୍ଟା ଆସିବ, ଫିକା କଲର୍ ଆସିବ, ସେ ପର୍ଯ୍ୟନ୍ତ ଭାଜିବା। ତାକୁ ଧୀରେ ଧୀରେ ଭାଜିବା। ଟିକେ କଲର୍ ଚେଞ୍ଜ ଆସୁଛି ଏହାର। ଏବଂ ସେଇ ଭାଜିଲା ପରେ ତାକୁ ଆମେ ଗୋଟେ ପାତ୍ରକୁ ଢାଳିବା। ଭଜା ଚାଲିଛି, ଆହୁରି ଭଜା ସରିନି, କଲର୍ ଆସିନି ଆହୁରି। ଯେହେତୁ ପୋଡ଼ି ନଯାଏ ତାକୁ ଦେଖିବାକୁ ପଡ଼ିବ। ବୋଧେ କଲର୍ ଆସିଲାଣି। ଏଠି ସେ କଲର୍ ଆସିଲା। ତାକୁ ଆମେ ଯଦି କୌଣସି ମୁହୂର୍ତ୍ତରେ ଗୋଟେ ପାତ୍ରରେ ଢାଳିବା ଏବଂ ଆମେ କୌଣସି ଖାଦ୍ୟ ଖାଲି ସମୟରେ ଖାଇବା, ଟାଇମ୍ ପାସ୍ ବା ସମୟଟା ଅତିବାହିତ ହେବ, ମନ ବି ସୁସ୍ଥ ରହିବ ଏବଂ ଶରୀର ବି ସୁସ୍ଥ ରହିବ। ଯେହେତୁ ଏହା ତେଲଯୁକ୍ତ ଖାଦ୍ୟ ହୋଇନଥାଏ। ଧନ୍ୟବାଦ।